जो परिवार रे गाई कांदिला जो परिवार रे गाई कांदिला से परिवार अंटी बनी आगे रावण करे मंदोदरी पुओ आउ निकोसा पुओ किए यही दरमला तुम्हें भावना गोड़ी गोटा के शाल ग्राम लोक हसिबे कौ शास्त्र लेखा रावण मंदोदरी पुओ पुराण पुरुणा लोक जानी भूल करना हैरान होइकी मरिबो तो दांठा गाय को छड़े देवी जोठी शुल्क एमती पॉइंट गोटी गोटी की गायबी जोठी छाड़ी सेठी धरबी तुम्हें जदि समस्त को रखिच जड़े तुमको डाकिला तुम्हें रखिन ना जन को रखिना कहला रख रख सबद जोगे श्रुति सबद बुद्ध होई लग जेन्द्र ये रख रख देवार केते कल कामुक मिथिला नरेन्द्र जादवेन्द्र समस्त बरे श्रुति सांद ये बिरती थिले तमुनिंद्र ये भक्त बा क्यानु रक्त महिमा कल व्यक्त शरण पक्ष पारिंद्र जादवेन्द्र तृतीय पद गाउछ आपनमकु जणे डाकिला रखिबा को छ ई रे इंद्र लेटा को रखिछ सात पद गाइबा को बेळ हो रख रख शब्द आपण को जणे रखिबा को डाकिला आपण जदि ये तीन जन को रखिले आपण को आउ जणे डाकिला रखिया किए मिथिला नरेन्द्रंकर कार्मुक मिथिलार राजा किए नेपाल जानिछु राम को ससुर घर हैं से राजा कर कार्मुक शिवधनु डाकिला जत बळे आपण शिवधनु भांगिबा रख रख दबार कले केते चित्कार कार्मुक मिथिला नरेन्द्र हे जादवेन्द्र तब स्तबरे श्रुति सेति बेले ऋषि मुनि माने जत बेले तुमको डाकिले सेति के बेले तुमर कर्ण स्तब्ध हो जाइथिला किंतु आउ जने तुमको डाकिला तुम्हें रखिलो आउ जन को तुम्हें रखिलो आउ गोटे पद कहला नागर बर नारी पति भी नागर आउ या मजा मजाइबा होइले कदन ये परी तो संदिग्ध ये ताथारे लगाइबा
ରହିଲେ ଦ୍ୱିତୀୟ ଥାକରେ ଲୋକ ଅପେକ୍ଷା କରିବେନି। ଲୋକ ଆଜି ବଢିଆ ଲୋକ ହେଇଥିଲେ, ବାହାର ଲୋକ ଆସିଥିଲେ ସବୁ ପଳେଇଲେ। ଇଏ ହଉଛି ରେ ଇନ୍ଦ୍ରଟା ଗାଇଥିଲେ କଣ ପୁଅ ବୁଝୁଛି? ସେଇଠି କହିଲେ ଆପଣଙ୍କୁ ଡାକିଲା ରଖ ରଖ ବୋଲି। କିଏ? ଗଜ। କୁମ୍ଭକ ଗଜ ଡାକିଲା, ଆପଣ ତାକୁ ରଖିଲେ। ହେଲେ ସେଇ କାହିଁକି ରଖିଲେ ନା ନାରୀ ମାନଙ୍କୁ କୁହାଯାଏ ଗଜଗତି। ଇଏ ନାଗର ବର ହେଲେ ଭଗବାନ କୃଷ୍ଣ ନାରୀ ଜାତିଙ୍କୁ ଭଲ ପାଆନ୍ତି। ଯଦି ରଖିଲ ସେଠି କାହିଁକି ଗୋଟେ ଗଜକୁ ମାରିଲ? ତାର ଦାନ୍ତକୁ ଉପାଡ଼ି ଦେଲ, ରଦନ ଉପାଡ଼ନ୍ତେ ଭାଲେ। କୁବଳୟା ହସ୍ତିକି ମାରିଲେ ଭଗବାନ କୃଷ୍ଣ। କଦନ ବିରଚନ୍ତେ ମଲେ ତ କର୍ଦମାକ୍ତ କରି ମାରିଲେ। ଆପଣ ତ ବିଦଗ୍ଧ, ଆପଣ ତ ସବୁ କଥା ଜାଣନ୍ତି, ହେଲେ ୟାକୁ କାହିଁକି ରଖିଲେ, ତାକୁ କାହିଁକି ମାରିଲେ? ନା ତାକୁ ରଖ ରଖ ବୋଲି ଯିଏ କହେ ସେ ରଖ। ଏଠି ସେଇଥିପାଇଁ କାର୍ମୁକକୁ ରକ୍ଷା କଲେନି। କାହିଁକି ନା ଋଷି ମୁନି ମାନେ ସ୍ତବ୍ଧ କରିକି ଭଗବାନଙ୍କର କର୍ଣ୍ଣକୁ ସ୍ତବ୍ଧ କରିଦେଇଥିଲେ। ସେଠିକି ଭଗବାନଙ୍କ କାନରେ ପଡିଲା। ଆଉ ସାଡକୁ ଯିବିନି, ଆଜି ହାତ ଯୋଡିକିରି ଲେଖୁଛି ଚିଠି। ରୁକ୍ମିଣୀ ପ୍ରଭୁ ଆପଣଙ୍କର ଏତେ ଖ୍ୟାତି, ହେଲେ ଆପଣ ମୁଁ ଆଜି ଗୋଟେ ଅଭାଗିନୀ ଗୋଟେ କଥା କହିବାକୁ ଯାଉଛି। ଆଉ ଗୋଟିଏ ପଦ ଆପଣଙ୍କୁ ଶୁଣେଇକିରି ଆଗଉଛି। କହିଲା ଇଏ ବିକ୍ରମ କରିବ୍ୟମ ଚୁମ୍ବିବା ପରାକ୍ରମ। ବିକ୍ରମ ଇଏ ଚୟମ ୟପୟର ଧୁଆ। ଆଉ ଇଏ ଜଳ ଜାଳ ଜଞ୍ଜାଳ ଯଦି ବି କଞ୍ଚି ମାଳ ଜଞ୍ଜାଳ ପକ୍ଷ କର୍ଣ୍ଣରେ ହେଲା ହୁଆ। ଜୀବରୁଆ ସେ ଦାବାନଳ ପିଆ, ସେ ବନ ଦାବାନଳ ପିଆ। ଆଇছে নন্দন জ্যেষ্ঠ বন্দন হেব জ্যেষ্ঠ জ্যেষ্ঠ বলি দেখাউছি উদিয়া। জীবরুয়া সে ব্রজ দাবানল পিয়া। প্রবন্ধ পূর্ণচন্দ্র যদুমণি মহাপাত্র কেমিতি পদ অর্ଥ হଉଛି ଆ ପାଇଁ ସମୟ ଦରକାର। କହିଲା ବିକ୍ରମ କରି ବ୍ୟମ ଚୁମ୍ବିବା ପରାକ୍ରମ। ମଉସା ବିକ୍ରମ ଗତିରେ, ବ୍ୟମ କହିଲେ ଆକାଶକୁ ଚୁମ୍ବିବାର ପରାକ୍ରମ କାହାର? ନାରଦଙ୍କର। ନାରଦ ଆକାଶରେ ଉଡନ୍ତିନି କି? ଯୋଉ ବିକ୍ରମ ଗତିରେ ବ୍ୟମକୁ ସ୍ପର୍ଶ କରିବାର ଯାହାର ଶକ୍ତି ଅଛି ସେ ନାରଦ। ସିଏ କଣ କଲେ ନା ମୋ ତାଙ୍କର ଯତି କି ନାରଦ ବିପଞ୍ଚି କହିଲେ କଣ? ମାଳ କି ରୁଦ୍ରାକ୍ଷ ମାଳ ଆଉ ବୀଣା ମୋ କକ୍ଷରେ କର୍ଣ୍ଣରେ ଛୁଆଇକି କହିଥିଲେ ଆପଣ ହିଁ ମୋର ଏକମାତ୍ର ଯୋଗ୍ୟ ବର। ହେ ବ୍ରଜ ଦାବାନଳ ପିଆ, କାଲି କହିଥିଲି, କାଲି ଗୋଟେ ବିଷୟ କରିଥିଲି ସତ୍ୟ ନାରାୟଣ କିଏ ହେଲା ହେଇଛି। ପ୍ରକୃତରେ ସତ୍ୟ ନାରାୟଣ କିଏ ସେ ଠିକଣା ଦେଇ ପାରିଲା ନାହିଁ। ରାମ ନାରାୟଣର ଅଧା କଲି
ରାମ ସତ୍ୟନାରାୟଣ ହେବେନି କାହିଁକି ନା ରାବଣ ପୂଜା କରିବାକୁ ଆଇଲା ବେଳେ ଇଏ ଜଟାରେ ସର ଖୋସିକି ନେଇଥିଲେ। ରାବଣ ସେଇ କଥା କହିଥିଲା, ତୁମ ସେତୁ ପ୍ରତିଷ୍ଠା କରିବାକୁ ଆଇଲା ବେଳେ ମୁଁ ସୀତାଙ୍କୁ ଆଣି ଆସିଥିଲି, ମୁଁ ଅସ୍ତ୍ରଶସ୍ତ୍ର ଆଣିଥିଲି, କାହାକୁ ସାଙ୍ଗରେ ଆଣିଥିଲି? ମୁଁ ତୁମକୁ ପୂଜା କରିବାକୁ ଡାକିଛି, କାଳେ ତୁମକୁ ମାରିଦେବି ବୋଲି ତୁମ ହନୁମାନ ଦୂତ ଭାଇ ଲକ୍ଷ୍ମଣକୁ ଆଣିକି ଆଇଲ, ଅସତ୍ୟ ହେଲ। ତାପରେ କିଏ ସତ୍ୟନାରାୟଣ ହେବେ କହିଲା ନାହିଁ। ଆଉ ତ ଅଛି ପୁଅ ଛରାତି, ତା ଭିତରେ ପ୍ରକୃତ ସତ୍ୟନାରାୟଣଙ୍କ ଠିକଣା ମୁଁ ଆପଣ ରାବଣ ପରେ ମନ୍ଦୋଦରୀର ପୁଅ, ଆଉ ନିକଷା ପୁଅ କିଏ? ଏଇ ଦରମଲା। ଏଠି ତୁମେ ଭାବନା ଗୋଡି ଗୋଟାକେ ଶାଳ ଗ୍ରାମ, ଲୋକ ହସିବେ। କୋଉ ଶାସ୍ତ୍ରରେ ଲେଖା ହେଇଛି ରାବଣ ମନ୍ଦୋଦରୀ ପୁଅ? ଆଚ୍ଛା, ଯଦି ତୁ କହୁଛୁ ବେଙ୍ଗ ଯଦି ହେଲା ନାଇଁ ଝିଅ, ଉଦର ମନ୍ଦର ବାବାଜୀ ଯୋଉ ରଖିଥିଲେ ପାତ୍ରରେ କ୍ଷୀର, ତା ଦେହରେ ଯୋଉ ସାପ ପଡିଲା, ସାପ ବିଷ ପଡିଲା, ତାକୁ ତାହେଲେ ଉଦର ମନ୍ଦର ପିଇକିରି ମଲେ। ପୁରାଣ ପୁରୁଣା ଲୋକ ଜାଣିଛନ୍ତି, ତାଙ୍କୁ ଭୁଲ କର ନା, ହଇରାଣ ହେଇକି ମରିବ। ବିକ୍ରମ କରିବ୍ୟମ ଚୁମ୍ବିବା ପରାକ୍ରମ ଚୟମୟ ପୟର ଧୁଆ। ପୁଅ ସେତିକି ନୁହେଁ, ଯତି ବିପଞ୍ଚି ମାଳ ମୋର କର୍ଣ୍ଣରେ କକ୍ଷରେ ଥୋଇକି ସେ କହିଛନ୍ତି, ହେ ବ୍ରଜ ଦାବାନଳ ପିଆ ବୋଲି ଦେଖାଉଛି ଉଦିଆ। ଚେଦି ନନ୍ଦନ ଜ୍ୟେଷ୍ଠ, ଦେଖନ୍ତୁ ମଉସା କେମିତି ଅର୍ଥ। ଚେଦି ନନ୍ଦନ କିଏ? ଶିଶୁପାଳ। ଶିଶୁପାଳ ଚେଦି ନନ୍ଦନ ଜ୍ୟେଷ୍ଠ, ବନ୍ଦନ ହେଲା ଜ୍ୟେଷ୍ଠ। ଆପଣ ବିଚାର କରନ୍ତୁ, ଯୋଉ ଦିନ ଦେବର୍ଷି ନାରଦ ମତେ ଆପଣଙ୍କ କଥା କହି ସ୍ନେହ ରୂପକ ବୀଜ ମୋ ହୃଦୟରେ ଲଗେଇ ଦେଇଥିଲେ, ଆପଣଙ୍କୁ ପାଇବାର ଯୋଉ ଗଛ ଆଜି ଏଡ ବଡ ହେଇଛି, କି ସୁନ୍ଦର ଚିଠି। କହିଲେ ହେ ଠାକୁରେ, ଆପଣଙ୍କ ବିଷୟରେ ଯେତେବେଳେ ମୋ କାଖରେ କର୍ଣ୍ଣରେ ବୀଣା ରୁଦ୍ରାକ୍ଷ ମାଳକୁ ଥୋଇ ନାରଦ କହିଥିଲେ, ମୋ ହୃଦୟରେ ଆପଣଙ୍କ ପାଇଁ ଯୋଉ ସ୍ନେହ ରୂପକ ବୀଜ ଟିକେ ପୋତିଥିଲେ ନାରଦ, ତାଙ୍କର ଆଶୀର୍ବାଦ ପାଣିରେ ସେ ବୀଜ ଗଛ ହେଇକି ଆଜି ଏଡ ବଡ ହେଇଗଲାଣି। ଚେଦି ନନ୍ଦନ ଜ୍ୟେଷ୍ଠ କିଏ? ଶିଶୁପାଳ। ଜ୍ୟେଷ୍ଠ ମାସର ଝାଞ୍ଜି ଖରା ପରି ଇଏ ଗଛକୁ ଝାଉଁଳେଇ ଦେଲାଣି। ଆପଣ ଚାହିଁଲେ ଆକୁ ରକ୍ଷା। ଧନ୍ୟ ତୁମେ ଯଦୁମଣି, ଧନ୍ୟ ତୁମ ଲେଖା। ହେ ବ୍ରଜ ଦାବାନଳ ପିଆ, ଆପଣଙ୍କର ସ୍ନେହ ରୂପକ ବୀଜ ଆଜି ନାରଦଙ୍କ ଆଶୀର୍ବାଦରୁ ଏଡ ବଡ ଗଛ ହେଲାଣି। ଚେଦି ନନ୍ଦନ ଜ୍ୟେଷ୍ଠ ପୁଅ କିଏ? କି ଶିଶୁପାଳ। ଆଜି ଜ୍ୟେଷ୍ଠ ମାସର ଖରା ପରି ଝାଉଁଳେଇ ଦେଲାଣି। ହେ ବ୍ରଜ ଦାବାନଳ ପିଆ, ଆପଣ ସୁରକ୍ଷା ଦେବେ। ଚିଠିଟିକି ପରମ ମୋଦ ଆନନ୍ଦରେ ବୁଝି ଦେଇକି ସୁବେଦୀ ବ୍ରାହ୍ମଣକୁ ଦେଇଦେଲେ। ବ୍ରାହ୍ମଣକୁ ଚିଠି ଦେଲା ବେଳେ ନମସ୍କାର କଲେ, ମୁଣ୍ଡିଆ ମାରିଲେ। କାହିଁକି ନା ବ୍ରାହ୍ମଣ ମାନେ ହେଲେ ଦେବତା। କେମିତି ମଉସା? ନା ଦେବାଧୀନାଂ ଜଗତ ସର୍ବ ମନ୍ତ୍ରାଧୀନ ଛ ଦେବତା, କେ ମନ୍ତ୍ର ବ୍ରାହ୍ମଣା ଦଶମାତ ବ୍ରାହ୍ମଣ ଦେବତା। କହିଲା ବ୍ରାହ୍ମଣ କଲେ ଅପରାଧ, ବେଗେ ବନ୍ଦିବ ତାର। କିଏ ବେଗେ ବନ୍ଦିବ ତାର? ସେ ବେଗେ ବନ୍ଦିବ ତାର। ବ୍ରାହ୍ମଣ ଯଦି ଅପରାଧ କରିବ, ତାଙ୍କ ପାଦକୁ ବେଗରେ ବନ୍ଦିବ, ତାଙ୍କୁ ଅପମାନ ଦବ ନାହିଁ। କିନ୍ତୁ ସେଇ ଭାଗବତ କହିଲା, କହିଲା ନିଜକୁ ପଡ଼ିଲେ ପ୍ରମାଦ, ଗୁରୁ ବ୍ରାହ୍ମଣ ଶିର। ସେ ଗୁରୁ ବ୍ରାହ୍ମଣ ଶିର। ଗୁରୁ ବ୍ରାହ୍ମଣ ବିପ୍ର ଜନ
ଏହାଙ୍କୁ ଇଏ ଦେଲେ ଏହାଙ୍କୁ ପୁଣ୍ୟ ନଦେଲେ ତାହେଲେ ବ୍ରାହ୍ମଣ ଯଦି ଅପରାଧ କରିବେ ଆମେ ତାଙ୍କୁ ପୂଜା କରିବା ପୁଣି କଣ ଶିରଛେଦନ କରିବା? ଇଏ କଥା କେତେବେଳେ ଆପଣ ମାନଙ୍କୁ ଶୁଣେଇବି। କିନ୍ତୁ ଆଜିକାଲି ଯୁଗରେ ବ୍ରାହ୍ମଣ ଆଉ ପଣ୍ଡିତେ ଠିକ ନାହାନ୍ତି ବୋଲି ଆମେ କହିବାନି, ଆମେ ବି ବ୍ରାହ୍ମଣକୁ ଠିକ ସମ୍ମାନ ଦଉନେ। ମାଳିକା ସାହିତ୍ୟ କହିଛି ବ୍ରାହ୍ମଣ କର୍ମ କରିଗଲା ପରେ କହିଲା ପ୍ରଥମରେ ଚଳା ଦ୍ୱିତୀୟରେ ପଳା ତୃତୀୟ କହିବେ ଶଳା। ପ୍ରଥମରେ ଚଳା ଦ୍ୱିତୀୟରେ ପଳା ତୃତୀୟ କହିବେ। ଇଏ ଗୋଟିଏ ଯଜମାନ। ଆମ ଗାଁରେ ଗୋଟେ ଗୋପାଳ ଘର ଯଜମାନ ଅଛି। ଆମେ ବାପ ପୁଅ 2 ଜଣ କାମୁଡା କାମୁଡି ଶ୍ରାଦ୍ଧ କରିବାକୁ ଯିବାକୁ। କାହିଁକି କାମୁଡା କାମୁଡି? ନା ଯେମିତି ଯାଇ ପହଞ୍ଚିଯିବୁ ସେ ପୁରୁଣା ଗୋପାଳ ବୁଢା ବଇଛି, ଗୋସେଇଆ ବ୍ରାହ୍ମଣ ଓଇଲାଇଁ ପାଦ ଧୋଇଦେ। ସେ ଏଡ ବଡ ଢାଳେ ଆଣି ପାଣି ଦଉ। ସେ ବ୍ରାହ୍ମଣ ଓଇଲାଣି ଭିତରେ ପଣ୍ଡିତେ ବହୁ ଭକ୍ତି ଅଛି। ସରିଲା ପରେ ଯାହା ସେ ଖାଇବାକୁ ଦେଇଥିବ ବର୍ଷ ସାକ ତୁମେ ଭୁଲି ପାରିବନି। ମୁଁ ଦେଖିଲି ସେ ହାଣ୍ଡିରେ ଏତିକି ଛେନା। ମୁଁ କହିଲି ଭାଇ ଛେନା କିଲୋ କେତେ ନଉଛ? କହିଲା ଛେନା କିଲୋ। ବୁଏ ବୁଢୀ ସେ ବ୍ରାହ୍ମଣକୁ ଛେନା ଦେ। ବୁଢୀ ଏତେ କୁରୁପଣି ଏତିକି ଦଉ। ଦେଖିବୁ ଏଇ କ୍ଷଣା ନିଜେ ଏମିତି ଚିପୁଡିକି ଆଣିକି ଏତିକି ଦେଇଦା। ବିକାର ନାହିଁ, ଖାଇବାକୁ ଦବା ଜାଣିଛନ୍ତି ବୋଲି ଗୋପାଳ ତାଙ୍କରି ଘରେ କୃଷ୍ଣ ରହିଲେ। ଅନ୍ତର ଚିହ୍ନିଛନ୍ତି ଗୋପାଳ। ସେ ଗାଧେଇକିରି ବ୍ରାହ୍ମଣ ଯାହା ନ କରିବେ ଗୋପାଳ ଅଗାଧୁଆ। କାରଣ ଏ ଦୁନିଆରେ ଗୋ ସେବା ଠାରୁ ସେବା ନାହିଁ ମଉସା। ଆପଣ ଭାବୁଥିବେ ଏଇ ଅଞ୍ଚଳରେ ବେଶୀ ଗୋପାଳ ସୋନା ଦାସ ଟେକି କହୁଛି ନା। ଗାଈ ସେବା କରିବାରୁ ସୂର୍ଯ୍ୟ ବଂଶରେ 2ଟା ଯୋଗ୍ୟ ପୁଅ ଜନ୍ମ ନେଲେ। ଦିନେ ଆରମ୍ଭ କରିବି ତାକୁ ତ ଦାନ୍ଥା ଗାୟକ ଛଡେଇ ଦେବି। ଯୋଉଠି ଶୋଳ୍କ ଏମିତି ପଏଣ୍ଟ ଗୋଟି ଗୋଟିକିରି ଗାଇବି, ଯୋଉଠି ଛାଡିବି ସେଇଠି ଧରିବି। ଗାଈ ସେବା କରିବାରୁ 2ଟା ପୁଅ ସୂର୍ଯ୍ୟ ବଂଶରେ ମଉସା, ଜଣେ ରଘୁକୁ ଜଣେ ରାମ। ଗାଈ କ୍ଷୀର ପିଇକିରି ଜନ୍ମ ନେଲେ ଯୋଗ୍ୟ ପୁଅ ରଘୁ। ଦିଲ୍ଲୀପ ପରି ରାଜା ଗାଈ ସେବା କରିବାରୁ ଜନ୍ମ ନେଇଛନ୍ତି ପଣ୍ଡିତ ରଘୁ। ସେଇ ଗାଈ କ୍ଷୀର ପିଇବାରୁ ଜନ୍ମ ନେଲେ ରାମ। ଗୋମାତା କାମଧେନୁ ସୁରଭି କ୍ଷୀରରେ ପାୟସ ତିଆରି ହେଲା। ରାଣୀ ମାନେ ଖାଇଲେ, ଋତୁ ଦର୍ଶନ କଲେ। 4 ପିଲା ଜନ୍ମ ହେଲେ, 3 ରାଣୀ କରୁ। ଗାଈ ଠାରୁ ପଣ୍ଡିତେ ସେବା ଏ ଦୁନିଆରେ ନାହିଁ। ଗୋ ସେବା ଠାରୁ ପୁଣ୍ୟ ନାହିଁ ରେ। ଆଉ ଗୋଟେ କଥା ମନେ ରଖନ୍ତୁ, ଯୋଉ ପରିବାରରେ ଗାଈ କାନ୍ଦିଲା ସେ ପରିବାର ଅଣ୍ଟିବନି। ଆଜ୍ଞା ଆପଣଙ୍କର ସାମର୍ଥ୍ୟ ଅଛି 5ଟି ଗାଈ ଚଳେଇବେ, ଗାଈ କି କନ୍ଦେଇବେନି। ଆଜ୍ଞା